କରିପାରିବା। ଆଉ ଭାଇ ମା ମାନେ ମନେ ରଖନ୍ତୁ, ନା ସୁଖ ଚିରସ୍ଥାୟୀ ନା ଦୁଃଖ ଚିରସ୍ଥାୟୀ। ସୁଖ ଆସିଛି ମାନେ ତେଣୁ ଆପଣ ସେଥିରେ ନିରପେକ୍ଷ ରହନ୍ତୁ। ଦୁଃଖ ଆସୁ ବା ସୁଖ ଆସୁ ସେଇଟା କଣ ଭାବେ ଏଇଟା ଠାକୁରଙ୍କର ମଙ୍ଗଳମୟ ଦାନ। ଏଇଟା ହଉଛି ନିମ୍ନ ଜଗତର ନିୟମ। ଦ୍ୱନ୍ଦ୍ୱଟା ପ୍ରକାଶଟା ହବ ତୁଣାତ ବିଷୟ। ତୁଣାତ ଅତିଥି ଆସିଗଲେ ବା ଇଏ ତୁଣାତା ବିଷୟ ତରୁଣୀ ବର୍ଷ ଅମାନ୍ୟ ମାନେଦନ କୀର୍ତ୍ତନିଆ ସଦା ତୁଣ କରି ସୁନିଚେନ ରହିବ, ତଳୁ ଭଳିଆ ଶୈଶଶୀଳ ହବ। ଯିଏ ତମକୁ ଅପମାନ କରୁଛି ତାକୁ ଅମାନିଲା ମାନ ଦେବ, ତାକୁ ସମ୍ମାନ ଦେବ। ଏଇ ଲୋକ ବି ଠାକୁରଙ୍କ ନାମଟା ନେଇପାରିବେ, ନ ନେଇପାରିବେ। ଆପଣ ଲୋକ ଯେ ଜୟଗୁରୁନାଥ ଯିବେ ସମ୍ଭବ ନୁହେଁ, ପାଟିରେ ମନେ ତ ପଡ଼ିବନି। এই তিনটা আমরা কীর্তনিয়া আমি জয়গুরু নামটা বেড়ে বেড়ে যাচ্ছে। এই তিনটা আমরা যার থাকব তার ভিতরে জয়গুরু নামটা সবলে চাচ্ছে, হ্যাঁ চির নিরন্তর চাচ্ছে। ভগবান কিন্তু প্রকাশ কলা বেড়ে নম্রতা এইটা হি মনুষ্য, এইটা হি শঙ্কর নাম ব্রহ্ম বা যোগ সেবক কিଏ ସେ ଠାକୁର ଜଗଜ୍ଜନନୀ ତମ ଭିତରେ ଜଗଜ୍ଜନନୀ ରହିକି ଜଗତଙ୍କର ସେବାଟା କରୁଛନ୍ତି। ଠାକୁର ହଉଛନ୍ତି ଜଗତଗୁରୁ। କଂସେସଟା କରେ ଯୋଗ ବିଷୟରେ ସେଟା ଜାଣିଛନ୍ତି, ସେଇଥିପାଇଁ ସେ କହୁଛନ୍ତି ଆମେ କେମିତି ହାତଟା କରିପାରୁଛୁ। ଆମେ ପ୍ରାର୍ଥନା ପାଇଁ ଏମିତିଟା ପ୍ରାଣ ମାରୁଛନ୍ତି, ଏଇଟା ବି କବିତାରେ କହିଛନ୍ତି। ସମସ୍ତେ ଭାଇ ମା ମାନେ ପିଲାମାନେ ପ୍ରଣାମ ମୁଦ୍ରା, ମୁଦ୍ରାର ପ୍ରଭାବଟା ମସଲ ଉପରେ ରହିବ ଏବଂ ସ୍ନାୟୁମଣ୍ଡଳ ଉପରେ ରହିବ। ସେଥିପାଇଁ ଆସନକୁ ମୁଦ୍ରା ଶ୍ରେଷ୍ଠ, ମୁଦ୍ରାକୁ ପ୍ରାଣାୟାମ ଶ୍ରେଷ୍ଠ। ତେଣୁ ମନ ଦ୍ୱାରା କରିବା ପାଇଁ ପ୍ରାଣାୟାମ ଆବଶ୍ୟକ। ତାପରେ ସେ କହୁଛନ୍ତି ସାଧୁ ସନ୍ଥ ଗଣ ଜଗତର ଦ୍ୱନ୍ଦ୍ୱମୟ ଅବସ୍ଥାରେ ଥାଇ ମଧ୍ୟ ଗୁରୁଦତ୍ତ ଭଗବତ ସାଧନ ଭଜନ ଦ୍ୱାରା ଗୁରୁ କୃପାରୁ ଆତ୍ମଶାନ୍ତିର ଲାଭ ପୂର୍ବକ ଉର୍ଦ୍ଧ୍ୱସ୍ଥିତ ଆତ୍ମିକ ଜଗତରେ ଉପନୀତ ହୋଇପାରନ୍ତି ବା ଗ୍ରାମୀ ସ୍ଥିତି ଲାଭ କରିବା। ଦେଖିକି ଏଇ ଘରଟା ମହାତ୍ମ ଅଛି, ଏଇଟା ଭଲ ଜାଗାଟା ସତ୍ୟନାରାୟଣ ଭାଇ ଆପଣଙ୍କର ଏଇ ଜାଗାର ଗୋଟେ ଠାକୁରଙ୍କ କୃପାରୁ ଗୋଟେ ମହାତ୍ମ ଅଛି। ଏଥିପାଇଁ ଗୋଟେ ଅନୁଭବ କରି କହୁଛି କାହିଁକି ନା ମୁଁ ତିନିଟା ପଦରେ ଚାରିଟା ବାଜିବି ପାଞ୍ଚଟା ପଦରେ ପଡ଼ିଲେ ଠିକ ଏକ୍ସାକ୍ଟ ସାଇଜ ମୁଁ ଏମିତି ଉଠିପାରିବି। ଆଇଦର ଏପଟେ ହେଇଯିବ ସେ ଅବଗତ କଲେନି ନା ମୁଁ ଲଙ୍କାର ଏପଟରେ ପଡ଼ିବି କି ଆଗ ପଟରେ ପଡ଼ିବି। ସେ ତାଙ୍କର କୃପା, କୃପା ଆପଣଙ୍କ ଘର ଉପରେ କେବଳ ହଉନି, ସବୁ ଉପରେ କୃପା ଏକା, କିନ୍ତୁ କୃପା ଧାରଣର ଶକ୍ତିଟା ଆପଣଙ୍କ ଠାକୁରଙ୍କ କୃପା ଆପଣ ଭାବନ୍ତୁ ନାହିଁ ଯେ ଟଙ୍କା ଦେବାର ହବନି ସାଧୁ ଦେବାର ସେମିତି ନୁହେଁ, ତାଙ୍କ କୃପା ସେମିତି ନାହିଁ। କାହିଁକିନା ମନେ ରଖିବା କୃପାରେ ବିବେକର ସଂସାର ନଥାଏ, ବୁଝନ୍ତୁ। କୃପାରେ ବିବେକର ସଂସାର ନଥାଏ। ବିବେକ ଆପଣ କହୁଛି ଭଲ ଏବଂ ମନ୍ଦ, ସେ ଭଲ ମନ୍ଦ କେବେ ଦେଖନ୍ତୁ। ବର୍ଷାଟା ଆପଣଙ୍କ ଘରେ ହବ, ବର୍ଷା ଘରେ ହବନି, ସମ୍ଭବ କି? ସେ ଚୋର ହଉ ଫଟୋ ହଉ ଯାହା ହଉ ତା ଘରେ ମଧ୍ୟ ବର୍ଷା ହବ, ଗୁରୁ କିନ୍ତୁ ତାକୁ ସଂଗ୍ରହ କରିବାର କ୍ଷମତାଟା ଆପଣଙ୍କର ଘରେ ଅଛି, ଆଉ ବର୍ଷା ଘରେ ନାହିଁ। ତେଣୁ ତାର ଉପଲବ୍ଧି ଆସିବ।